ସେତେବେଳେ ତ ବିଭାଗ ପାଇଥିଲେ ମନ୍ତ୍ରୀ ମାନେ ଜଗି ପାରିଲେନି। ଏବେ କଣ ସିକ୍ୟୁରିଟି ଗାର୍ଡ ହେଇକିରି ଭାରତୀୟ ଜନତା ପାର୍ଟି ସରକାର ସମୟରେ ଜଗିବେ? ମାଝୀ ମହୋଦୟ ୱେଷ୍ଟବେଙ୍ଗଲ ମମତା ଦିଦିଙ୍କ ସହିତ କଥା ହେଇଛନ୍ତି, ନିଶ୍ଚିତ ଭାବରେ ସମାଧାନ ହେବ। କାରଣ ସମସ୍ତ ରାଜ୍ୟ ସହିତ ସୁସମ୍ପର୍କ ଏବଂ ବିଭିନ୍ନ ସମସ୍ୟା ଦିଗରେ ଏ କଥା ବି ହେଇଥାଏ। ଏ ଭାରତ ବର୍ଷର କଥା ଅଛି, ରାଷ୍ଟ୍ରର କଥା ଅଛି, ସମସ୍ତେ ମାନିବେ ଏବଂ ଯେଉଁ ସମସ୍ୟାଟି ଥିଲା ବାଧକ ଥିଲା ତାକୁ ଦୂର କରିକିରି ଏବେ ମଧ୍ୟ ସ୍ୱାଭାବିକ ଭାବରେ ଆମ ରାଜ୍ୟକୁ ମଧ୍ୟ ଆଳୁ ଆସି ସାରିଲାଣି। ନାଇଁ, ମୁଖ୍ୟମନ୍ତ୍ରୀ କ'ଣ କଥା ହେଲେ ନହେଲେ ବିଜେଡି ବାଲା ଯେଉଁ କଥାଟି କହୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ପରିଷ୍କାର କହିସାରିଛନ୍ତି, ସେଥିରେ ମୁଁ ଦୋହରାଇବା ଠିକ୍ ହେବ ନାହିଁ। ଆଉ ବିଶେଷ କରି ବିଜେଡି ଯେମିତି କହୁଛି ତତ୍କାଳୀନ ସରକାର ନବୀନ ବାବୁଙ୍କ ସରକାର 24 ବର୍ଷ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ସେତେବେଳେ ଥିଲାବେଳେ ନବୀନ ବାବୁ ତ ବୁଲିଥିଲେ ରାଜ୍ୟରେ। ଆଉ ଏବେ କହିଲେଣି କ'ଣ ଡିପାର୍ଟମେଣ୍ଟାଲି 51 ଜଣ ଜଗିବେ। ତାର ଅର୍ଥ ହେଲା 24 ବର୍ଷ ବୁଲିବା ଭିତରେ ସାଧାରଣ ଲୋକ ଗ୍ରହଣ କଲେ ନାହିଁ ଏବଂ ବିଭାଗ ପାଇଥିଲେ ତାଙ୍କର ଅযোଗ୍ୟତା କାରଣରୁ ହେଇପାରେ ବା କ'ଣ ହେଇପାରେ 5T ହେଲା ଏବଂ 5T ଆଧାରରେ କାର୍ଯ୍ୟ ହେଲା। ସେତେବେଳେ ତ ବିଭାଗ ପାଇଥିଲେ ମନ୍ତ୍ରୀ ମାନେ ଜଗି ପାରିଲେନି। ଏବେ କ'ଣ ସିକ୍ୟୁରିଟି ଗାର୍ଡ ହେଇକିରି ଭାରତୀୟ ଜନତା ପାର୍ଟି ସରକାର ସମୟରେ ଜଗିବେ? ଏଇଟା ହିଁ ହେଉଛି କ୍ୱେଶ୍ଚନ ମାର୍କ। ଦେଖନ୍ତୁ, କୋଟି କୋଟି ଟଙ୍କା ଯେଉଁ ପାଣ୍ଡିଆନ ଯେଉଁ କାର୍ଯ୍ୟକ୍ରମ ବାବଦରେ ଯେଉଁ ଖର୍ଚ୍ଚ ହେଇଛି ସେଥିପାଇଁ ସରକାର ନଜରରେ ଅଛି। ସେ ସରକାର ତାକୁ ଅନୁଧ୍ୟାନ କରୁଛନ୍ତି, ଦେଖୁଛନ୍ତି। ଯିଏ ଦୋଷ କରିଛି ନିଶ୍ଚିତ ଦଣ୍ଡ ପାଇବ, ଏଥିରେ ତେଳେ ମାତ୍ର ଦେଖନ୍ତୁ ବିଜେଡି ବାଲା ପୁରା ସେ ଆଗରୁ ଢଳୁଥିଲେ, ଏବେ ଆହୁରି ଢଳିବେ, ଏଥିରେ ସନ୍ଦେହ ନାହିଁ। ତେଣୁ ଢଳିବାଟା ନିଶ୍ଚିତ। ଆଗାମୀ ଦିନ କ'ଣ ଆଉ ବିଜେଡି ପାର୍ଟି ରହିବ? ଏ ଧ୍ୱଂସ ହେବା ପାଇଁ ଯାଉଛି। ମୁଁ କୋଉଠି ମିଶିବ କ'ଣ କରିବ ମୁଁ ଜାଣିନି। ଅଗାଧ ଇଏ ଭାରତୀୟ ଜନତା ପାର୍ଟି ଗୋଟେ ଅଗାଧ ସମୁଦ୍ର। ଇଏ ରାଷ୍ଟ୍ରୀୟ ଦଳ, ଏ ଛୋଟିଆ ଦଳ ନୁହେଁ। ନିଶ୍ଚିତ ଭାବରେ ତାର ନୀତି ଆଦର୍ଶକୁ ନେଇକରି ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହୋଦୟଙ୍କର ଯେଉଁ କଥା ଅଛି ନିଶ୍ଚିତ ଭାବରେ ସମସ୍ତେ ଭଲ ପାଉଛନ୍ତି ଏବଂ ମିଶିବେ, ଏଥିରେ ଯୋଗାଯୋଗ ତ ଆମେ କାହିଁକି କହିବୁ? ମୋ ସାଙ୍ଗରେ ଯୋଗାଯୋଗ ନାହିଁ, ଡାଇରେକ୍ଟ ଆମର ମୁଖ୍ୟମାନଙ୍କ ସହିତ ଯୋଗାଯୋଗ ଚାଲିଛି।